नमस्कार आजिर ଏହି ବିଶ୍ଳେଷଣକୁ ସମସ୍ତଙ୍କୁ ସ୍ୱାଗତ। ସିଏଚସି ଓଡ଼ିଶାର ଯୁକ୍ତ 2 2026 ଫଳାଫଳ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ରେଜଲ୍ଟ କେବେ ଆସିବ? ଟେନସନ୍ ବଢ଼ିବାରେ ଲାଗିଛି, ଆଉ ତାହା ସମ୍ପୂର୍ଣ୍ଣ ସ୍ୱାଭାବିକ କଥା। ଆଜିର ଏହି ଆଲୋଚନାରେ ଆମେ ଏକଦମ ସଠିକ୍ ଆଉ କନଫର୍ମଡ୍ ଭେରିଫିକେସନ୍ ଚେକଲିଷ୍ଟ ବିଷୟରେ କଥା ହେବା, ଯାହାଦ୍ୱାରା ରେଜଲ୍ଟ ଦେଖିବା ପ୍ରକ୍ରିୟା ପୁରା ସହଜ ହୋଇଯିବ ଏବଂ ଆପଣମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବେ। ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆଜି କ'ଣ +2 ରେଜଲ୍ଟ ବାହାରିବାକୁ ଯାଉଛି? ସବୁଆଡ଼େ ଜୋରଦାର ଚର୍ଚ୍ଚା ଚାଲିଛି ଯେ ହଁ, ବୋଧହୁଏ ଆଜି ହିଁ ଫଳାଫଳ ଘୋଷଣା ହୋଇପାରେ। ମେ 15 କିମ୍ବା 16 ତାରିଖକୁ ନେଇ ବଜାରରେ ଅନେକ ଗୁଜବ ଶୁଣିବାକୁ ମିଳୁଛି ଏବଂ ପିଲାମାନେ ପୁରା ଅଧୈର୍ଯ୍ୟ ହୋଇପଡ଼ିଲେଣି। କିନ୍ତୁ ଏହି ଗୁଜବ ପଛର ପ୍ରକୃତ ସତ୍ୟ କ'ଣ? ଆସନ୍ତୁ ଟିକେ ଡିଟେଲରେ ଦେଖିବା। ବିଭିନ୍ନ କଥା ଶୁଣିବା ଅପେକ୍ଷା ଆମକୁ ସିଧାସଳଖ ଅଫିସିଆଲ ୱେବସାଇଟ୍ ଉପରେ ନଜର ପକାଇବା ଦରକାର। ସିଏଚଏସସି ଓଡ଼ିଶାର ଅଫିସିଆଲ ପୋର୍ଟାଲରେ ଏବେ ବି ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ଆନୁଆଲ ହାୟର ସେକେଣ୍ଡାରୀ ଏଜୁକେସନ୍ 2026ର ରେଜଲ୍ଟ ଖୁବ୍ ଶୀଘ୍ର ମାନେ ସୁନ୍ ଆସିବ। ଏହାର ଅର୍ଥ ହେଉଛି ବର୍ତ୍ତମାନ ପାଇଁ ଏହା ହିଁ ଆମର ଏକମାତ୍ର ପ୍ରମାଣିତ ତଥ୍ୟ, ବାକି ସବୁ କେବଳ ଅନୁମାନ। ତେଣୁ ଆମେ କିପରି ଆଗକୁ ବଢ଼ିବା ତାହାର ଏକ ଛୋଟ ରୋଡମ୍ୟାପ୍ ଉପରେ ନଜର ପକାଇଦେବା। ପ୍ରଥମେ ଆମେ ତୁରନ୍ତ ରେଜଲ୍ଟ ଅପଡେଟ୍ ବିଷୟରେ ଜାଣିବା। ତାପରେ ପୋର୍ଟାଲଗୁଡ଼ିକ ଭିତରେ ତୁଳନା, ୱେବସାଇଟ୍ରେ ରେଜଲ୍ଟ କେମିତି ଚେକ୍ କରିବେ ତାର ସଠିକ୍ ଷ୍ଟେପ୍ସ, କିଛି ବିକଳ୍ପ ପଦ୍ଧତି ଏବଂ ଶେଷରେ ଏହି ଟେନସନ୍ ସମୟରେ କିପରି ଶାନ୍ତ ରହିବେ ସେ ବିଷୟରେ କଥା ହେବା। ଆସନ୍ତୁ ଆମର ପ୍ରଥମ ବିଭାଗରୁ ଆରମ୍ଭ କରିବା, ରେଜଲ୍ଟର ସଦ୍ୟତମ ଅପଡେଟ୍। ଦେଖିବା ସତ କ'ଣ ଆଉ ଗୁଜବ କ'ଣ। ବର୍ତ୍ତମାନ ସ୍ଥିତି କିଛି ଏହିଭଳି ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କହୁଛି ମେ ମାସର ତୃତୀୟ ସପ୍ତାହରେ ରେଜଲ୍ଟ ଆସିବ। ସେହିପରି ବେଦାନ୍ତୁ ହେଉ ବା ଏନ୍ଡିଟିଭି ଭଳି ବଡ଼ ବଡ଼ ନ୍ୟୁଜ୍ ପୋର୍ଟାଲ ଅନୁମାନ କରୁଛନ୍ତି ଯେ ରେଜଲ୍ଟ ମେ ମାସ ମଝାମଝିରେ ପ୍ରକାଶ ପାଇବ। କିନ୍ତୁ ଗୋଟିଏ କଥା ସମସ୍ତେ ମନେ ରଖିବା ଉଚିତ ଯେ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଫିକ୍ସ ତାରିଖ କିମ୍ବା ସମୟ ଘୋଷଣା କରାଯାଇ ନାହିଁ। ଆମେ ଯଦି ଟିକେ ପଛକୁ ଫେରିବା, 2025 ମସିହାରେ ମେ 21 ତାରିଖ ଠିକ୍ ଅପରାହ୍ନ 4ଟା ବେଳେ ରେଜଲ୍ଟ ବାହାରିଥିଲା। ତେଣୁ ସେହି ହିସାବରେ 2026 ପାଇଁ ବି ମେ ତୃତୀୟ ସପ୍ତାହକୁ ଏକ ଟାର୍ଗେଟ୍ ନେଇକି ଆମେ ଚାଲିପାରିବା। ଯଦିଓ ବର୍ତ୍ତମାନର ଅଫିସିଆଲ ଷ୍ଟାଟସ୍ ହେଉଛି କେବଳ ଶୀଘ୍ର, ତଥାପି ଏହି ପୁରୁଣା ତଥ୍ୟ ଆମକୁ ଏକ ବେସିକ୍ ଆଇଡିଆ ଦେଉଛି ଯେ ଆମକୁ କେବେଠାରୁ ଅଲର୍ଟ ରହିବାକୁ ପଡ଼ିବ। ବର୍ତ୍ତମାନ ଯିବା ଦ୍ୱିତୀୟ ଭାଗକୁ, ଅଫିସିଆଲ ବନାମ ଥାର୍ଡ ପାର୍ଟି ପୋର୍ଟାଲ। ପ୍ରକୃତରେ ଯେତେବେଳେ ରେଜଲ୍ଟ ବାହାରିବ, ଆମେ କେଉଁଠି ଦେଖିଲେ ସବୁଠୁ ସୁରକ୍ଷିତ ଏବଂ ସଠିକ୍ ହେବ? ଇଣ୍ଟରନେଟ୍ରେ ଏବେ ବହୁତ ସାଇଟ୍ ଅଛି। ଗୋଟିଏ ପଟେ ଅଛି ଆମର ନିଜସ୍ୱ ସରକାରୀ ପୋର୍ଟାଲ, ଯେପରିକି ସିଏଚଏସସି ଓଡ଼ିଶା ଏବଂ ଏନ୍ଆଇସି। ଅନ୍ୟପଟେ ରହିଛି ଇଣ୍ଡିଆ ରେଜଲ୍ଟସ୍ ବା ଶିକ୍ଷା ଭଳି ଥାର୍ଡ ପାର୍ଟି ୱେବସାଇଟ୍। ମନେ ରଖନ୍ତୁ, ସରକାରୀ ପୋର୍ଟାଲ ଆମକୁ ସିଧାସଳଖ ଓ 100% ସଠିକ୍ ତଥ୍ୟ ଦିଏ, କିନ୍ତୁ ଏହି ଥାର୍ଡ ପାର୍ଟି ସାଇଟ୍ଗୁଡ଼ିକ କେବଳ ଅନ୍ୟ ଜାଗାର ତଥ୍ୟ ଆଣି ଦେଖାଇଥାନ୍ତି, ସେମାନେ ନିଜେ ରେଜଲ୍ଟ ପ୍ରସ୍ତୁତ କରନ୍ତିନି। ଆଉ ଗୋଟିଏ ଜରୁରୀ କଥା ହେଲା, ଏହି ଥର୍ଡ ପାର୍ଟି ସାଇଟ୍ଗୁଡ଼ିକ ଆପଣଙ୍କୁ ଆଗୁଆ ନୋଟିଫିକେସନ୍ ଦେବାର ପ୍ରତିଶ୍ରୁତି ଦେବେ ସତ, କିନ୍ତୁ ସେଥିପାଇଁ ସେମାନେ ଆପଣଙ୍କ ନାମ, ଫୋନ୍ ନମ୍ବର ଏବଂ ଇମେଲ୍ ଆଇଡି ମାଗିବେ। ନିଜର ବ୍ୟକ୍ତିଗତ ତଥ୍ୟ ସେୟାର କରିବା ପୂର୍ବରୁ ଟିକେ ଭାବିବା ଦରକାର। ସବୁଠାରୁ ଭଲ ହେବ ଯଦି ଆମେ ସରକାରୀ ପୋର୍ଟାଲ ଉପରେ ହିଁ ପ୍ରଥମେ ଭରସା କରିବା ଆଉ ଏହି ଥର୍ଡ ପାର୍ଟି ସାଇଟ୍ଗୁଡ଼ିକୁ କେବଳ ଏକ ବ୍ୟାକଅପ୍ ଅପସନ୍ ଭାବେ ରଖିବା। ବର୍ତ୍ତମାନ ଆମେ ପହଞ୍ଚିଗଲେ ଆମର ତୃତୀୟ ବିଭାଗରେ, ୱେବସାଇଟ୍ରେ ରେଜଲ୍ଟ ଭେରିଫିକେସନ୍ କରିବାର ପ୍ରକୃତ ଷ୍ଟେପ୍ସ। ଆସନ୍ତୁ ଦେଖିବା ଏହାର ସଠିକ୍ ଉପାୟ କ'ଣ। ଏହି ଷ୍ଟେପ୍ଗୁଡ଼ିକୁ ଏକଦମ ମନେ ରଖିଦିଅନ୍ତୁ, ଦରକାର ହେଲେ ଖାତାରେ ବି ଲେଖିଦିଅନ୍ତୁ। ପ୍ରଥମେ ନିଜ ବ୍ରାଉଜରରେ cseodisha.nic.in କିମ୍ବା odisharesults.nic.in ଖୋଲନ୍ତୁ। ଦ୍ୱିତୀୟରେ ନିଜର ଷ୍ଟ୍ରିମ୍ ବାଛନ୍ତୁ, ମାନେ ଆର୍ଟ୍ସ, ସାଇନ୍ସ, କମର୍ସ କିମ୍ବା ଭୋକେସନାଲ। ତାପରେ ତୃତୀୟ ଷ୍ଟେପ୍ରେ ନିଜର ରୋଲ୍ ନମ୍ବର ଆଉ ରେଜିଷ୍ଟ୍ରେସନ୍ ନମ୍ବର ସଠିକ୍ ଭାବେ ଏଣ୍ଟର କରନ୍ତୁ। ଆଉ ଲାଷ୍ଟରେ କ୍ୟାପ୍ଚା ସଲ୍ଭ କରି ସବମିଟ୍ ବଟନ୍ ଦବାନ୍ତୁ। ବାସ୍, ରେଜଲ୍ଟ ଆପଣଙ୍କ ସ୍କ୍ରିନ୍ରେ ଆସିଯିବ। ଅନେକ ସମୟରେ ପିଲାମାନେ ଏହି କ୍ୟାପ୍ଚା ପାଖରେ ଟିକେ ଅଟକି ଯାଆନ୍ତି। ଏହା ପ୍ରକୃତିରେ କିଛି ବି ନୁହେଁ, ବସ୍ ଗୋଟିଏ ଛୋଟିଆ ଅଙ୍କ, ଯେମିତିକି 2 + 8 କେତେ। ଏହା କେବଳ ପ୍ରମାଣ କରିବା ପାଇଁ ଯେ କମ୍ପ୍ୟୁଟର ଆଗରେ ବସିଥିବା ବ୍ୟକ୍ତି ଜଣେ ମଣିଷ, କୌଣସି ରୋବୋଟ ନୁହେଁ। ରେଜଲ୍ଟ ବାହାରିବାର ଟେନସନ୍ରେ ବେଳେବେଳେ 2 + 8 10 ବୋଲି ବି ଭୁଲି ଯାଆନ୍ତି ପିଲାଏ। ସେଥିପାଇଁ ଟିକେ ରିଲାକ୍ସ ରହି ଏହାକୁ ଫିଲ୍ କରିବେ। ଏବେ ଯିବା ଚତୁର୍ଥ ବିଭାଗକୁ। ଧରନ୍ତୁ ୱେବସାଇଟ୍ ଡାଉନ୍ ଅଛି, ସେତେବେଳେ ଆପଣ କ'ଣ କରିବେ? ଆସନ୍ତୁ ଦେଖିବା କିଛି ମୋବାଇଲ ବେସ୍ଡ ଅଲ୍ଟରନେଟିଭ୍ କିମ୍ବା ବିକଳ୍ପ ପଦ୍ଧତି। ଦେଖନ୍ତୁ, ଯେତେବେଳେ ଲକ୍ଷେ ଲକ୍ଷେ ପିଲା ଏକା ସାଙ୍ଗରେ ରେଜଲ୍ଟ ଦେଖିବେ, ସେତେବେଳେ ସରକାରୀ ସର୍ଭର କ୍ରାସ୍ ହେବା ବା ସ୍ଲୋ ହୋଇଯିବା ପୁରା ସ୍ୱାଭାବିକ କଥା। ସେଥିପାଇଁ ଆମ ପାଖରେ 2ଟି ମଷ୍ଟ ବ୍ୟାକଅପ୍ ପ୍ଲାନ୍ ଅଛି। ଗୋଟିଏ ହେଲା ଅଫିସିଆଲ SMS ସର୍ଭିସ୍, ଆଉ ଅନ୍ୟଟି ହେଲା ଡିଜିଲକର ବା ଡିଜିଲକର ଆପ୍ ଜରିଆରେ ଡିଜିଟାଲ ମାର୍କସିଟ୍ ଡାଉନଲୋଡ୍ କରିବା। SMS ମାଧ୍ୟମରେ ରେଜଲ୍ଟ ଜାଣିବା ପାଇଁ ଏକଦମ ସିମ୍ପଲ ଉପାୟ ଅଛି। ନିଜ ମୋବାଇଲର ମେସେଜ ବକ୍ସକୁ ଯାଆନ୍ତୁ, କ୍ୟାପିଟାଲ ଲେଟରରେ ଲେଖନ୍ତୁ RESULT, ତାପରେ ଗୋଟେ ସ୍ପେସ୍ ଦିଅନ୍ତୁ, ଲେଖନ୍ତୁ OR12।
पुणी गोटे स्पेस दे निजर बोर्ड रोल नंबर टाइप करंतु आउ एहाकू ऑफिशियल नंबर को पठाई दियंतु। वेबसाइट न खोलिले भी रिजल्ट आपणक मोबाइल को सीधा मेसेज होई आसीजिवो। आउ एही जेउ डिजिलॉकर कथा मु कहूतिली एहा एको गेम चेंजर। एबेठारु ही निज फोन रे डिजिलॉकर ऐप डाउनलोड करी निज आधार कार्ड लिंक करी अकाउंट सेटअप करी दियंतु। आगकू जेतेबेले कॉलेज रे एडमिशन करिवे सेतेबेले एही डिजिटल मार्कशीट्स बहुत कामरे आसीबो। आउ सबुठु बड़ कथा हैला एठारे आपणकर सर्टिफिकेट सबुदिन पई पूरा सुरक्षित होई रहिबो। आसीगले आमर पंचम तथा शेष विभाग को धैर्य एवं मानसिक शांति बजाय रखिबा एही समय रे एहा निहाती जरूरी। मु आगरु कहिथिली पुणी थरे मने पकाई दउची। रिजल्ट आसीबा मात्रे वेबसाइट रे ट्रैफिक प्रबल बढ़ी जिवो और पेज लोड हेबारे विलंब हेबो। यह संपूर्ण नॉर्मल कथा। जदि साइट स्लो अछि तेबे बारंबार रिफ्रेश बटन न दबाई टिके अपेक्षा करंतु, पानी पियंतु, लंबा निश्वास नियंतु आउ आदो आतंकित हुअंतु नहीं। 2026 एही वर्षटी आपण मानक पई केते स्पेशल ताहा आमे बेस बुझी पारुछु। वर्ष वर्ष धरी राति अनिद्रा होई पाठ पढ़िबा सेही टेंशन एते परिश्रमर फल मिलिबार समय पाखे आसिलानी। एही सामान्य अपेक्षा निश्चित भावरे सेही परिश्रमर उचित मूल्य देव। आपण मानकर रिजल्ट बहुत भलो हेबो एथिरे कोनोसी संदेह नाही। शेषरे आपण मानक पाई मोर गोटे छोट प्रश्न, जेतेबेले शेषरे रिजल्ट बाहरिबो आउ एही लंबा अपेक्षार अंत घटिबो सेही सफलता को सेलिब्रेट करिबा पाई कोन प्लान करिसंती? वर्तमानर एही टेंशन को टिके साइड करी सेही खुशीर मुहूर्त विषय चिंता करंतु। आमर एही विश्लेषण आपनकु निश्चय साहाय्य करिबो बोली आमर आशा। समस्त परीक्षार्थी को उज्जवल भविष्यत पाई अनेक अनेक शुभकामना।